ରାଧାକୃଷ୍ଣଙ୍କର ଆଧାର ନିମିତ୍ତ ମହାରାଜ ଅମ୍ବରୀଶ ତାଙ୍କର ରାଣୀଙ୍କ ସହ ଯେଉଁ ରାଣୀକି ମହାରାଜ ଅମ୍ବରୀଶ ପରି ତୁଲ୍ୟ ଗୁଣବତୀ ଉଭୟ ଏକାଦଶୀ ଦ୍ୱାଦଶୀ ବ୍ରତ 1 ବର୍ଷ ନିମିତ୍ତ ପାଳନ କରିବା ପାଇଁ ବ୍ରତ ଗ୍ରହଣ କଲେ, ଦୃଢ଼ ନିଶ୍ଚିତ ହେଲେ, ପ୍ରତିଜ୍ଞାବଦ୍ଧ ହେଲେ। ହେଲା ପର୍ପଟ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଯାହା କହିଛନ୍ତି ତାର ଓଡ଼ିଆ ଅନୁବାଦ କହୁଛି। ଏକାଦଶୀ ବ୍ରତ ଆଉ ଦ୍ୱାଦଶୀ ବ୍ରତ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ଲିଜ୍ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ଭଗବାନ କୃଷ୍ଣ ବିଷ୍ଣୁଙ୍କର ବିଧିବିଧାନ କରିବା। ଯେଉଁମାନେ କୃଷ୍ଣ ଚେତନା ମାର୍ଗରେ ଅଗ୍ରଗତି କରିବାରେ ଆଗ୍ରହୀ ସେମାନେ ନିଶ୍ଚିତ ଭାବରେ ବରାବର ଏକାଦଶୀ ବ୍ରତ ପାଳନ କରିବା ଉଚିତ। ମହାରାଜ ଅମ୍ବରୀଶଙ୍କର ରାଣୀ ମହାରାଜ ଅମ୍ବରୀଶ ଭଳି ତୁଲ୍ୟ ଗୁଣବତୀ ଥିଲେ ଆଉ ଯୋଗ୍ୟତା ସମ୍ପନ୍ନ ଥିଲେ। ସେଥିପାଇଁ ମହାରାଜ ଅମ୍ବରୀଶଙ୍କ ପକ୍ଷରେ ଏ ଗୃହସ୍ଥ ଜୀବନ ଯାପନ କରିବା ସମ୍ଭବପର ଥିଲା। ଏ ସମ୍ବନ୍ଧରେ ତୁଲ୍ୟଶୀଳ ଏହା ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ। ଯଦି ପତ୍ନୀଙ୍କ ଭଳି ତୁଲ୍ୟ ଗୁଣବତୀ ବା ଯୋଗ୍ୟତା ସମ୍ପନ୍ନ ହୁଅନ୍ତି ତାହେଲେ ଗୃହସ୍ଥାଶ୍ରମ ବା ଗୃହସ୍ଥ ଜୀବନ ଯାପନ କରିବା ବଡ଼ କଷ୍ଟକର ବ୍ୟାପାର ହେବ। ଚାଣକ୍ୟ ପଣ୍ଡିତ ଏ ସମ୍ବନ୍ଧରେ ଉପଦେଶ ଦେଇକି କହିଛନ୍ତି ଯେ ଏ ପ୍ରକାର ପରିସ୍ଥିତି ହେବ ଯଦି ହୁଏ ପତ୍ନୀଟା ସ୍ୱାମୀର ଅନୁଗତ ହଉନି, ପାତିବ୍ରତ୍ୟ ଅର୍ଥାତ୍ ପତିର ଅନୁଗତ ଭାର୍ଯ୍ୟା ନୁହେଁ, ସତୀତ୍ୱ ରକ୍ଷା କରୁନି ବା ପାତିବ୍ରତ୍ୟ ରକ୍ଷା କରୁନି, ତାହେଲେ ସେ କ୍ଷେତ୍ରରେ ପତି ପକ୍ଷରେ ବା ପୁରୁଷ ପକ୍ଷରେ ଉଚିତ ଗିଭ୍ ଅପ୍ ହାଉସହୋଲ୍ଡ ଲାଇଫ୍ ଆଣ୍ଡ ବିକମ୍ ବାନପ୍ରତ୍ୟୟ ସନ୍ନ୍ୟାସ। ଗୃହସ୍ଥାଶ୍ରମ ତ୍ୟାଗ କରିକିରି ସନ୍ନ୍ୟାସ ହେବା ଉଚିତ। ଇଏ ହେଉଛି ଚାଣକ୍ୟ ପଣ୍ଡିତଙ୍କର ବାଣୀ ଉଦ୍ଧାର କରୁଛନ୍ତି। ମାତାଦର୍ଶ ଗୃହନାସ୍ତି ଭାର୍ଯ୍ୟା ଚାପ୍ୟବାଦିନୀ ଅରଣ୍ୟମ ତେନ ଗନ୍ତବ୍ୟମ ଯଥାରଣ୍ୟମ ତଥାଗୃହମ୍। ଇଏ ଚାଣକ୍ୟ ପଣ୍ଡିତଙ୍କର ବାଣୀ। ଯେଉଁ ଗୃହରେ ମାତା ନାହିଁ ମଦର ଆଉ ଭାର୍ଯ୍ୟା ଚାପ୍ୟବାଦିନୀ, ଭାର୍ଯ୍ୟା ବା ପତ୍ନୀ ଅପ୍ରିୟ, ପତିଙ୍କର ବରାବର ଅପ୍ରିୟ, ପତି ସହିତ ଝଗଡ଼ା କରୁଛି, କଳି କରୁଛି, ପତି ମତର ବିରୋଧ କରୁଛି, ଏହି ପ୍ରକାର ପ୍ରିୟବାଦିନୀ, ସେ ସ୍ଥଳରେ ଗୃହସ୍ଥାଶ୍ରମ ତ୍ୟାଗ କରି ଶୀଘ୍ର ବଣକୁ ଚାଲିଯିବା ଭଲ। କାହିଁକି ନା ଅରଣ୍ୟମ କେନ ଗନ୍ତବ୍ୟମ ଯଥାରଣ୍ୟ ତଥାଗୃହମ୍, ତା ନହେଲେ ଗୃହରେ ରହିହେବ ନା। Because human life is meant for spiritual advancement only, one's wife must be helpful in this area. ଭକ୍ତି ଲାଭ କରିବା କୃଷ୍ଣ ପ୍ରାପ୍ତ ହେବା, ଏ ହେଲା ମାନବ ଜୀବନ ଉଦ୍ଦେଶ୍ୟ। ତେଣୁ ଗୃହସ୍ଥ ପକ୍ଷରେ ଯଦି ଭାର୍ଯ୍ୟା ଏ ଦିଗରେ ସାହାଯ୍ୟ ନ କରି ତାହେଲେ ସେ ଗୃହରେ ରହିବା ଉଚିତ ନୁହେଁ। ଗୃହ ଶୀଘ୍ର ତ୍ୟାଗ କରିକିରି ମନକୁ ଯାଇକି ସାଧନା କରିବା ଭଲ। ଅଦରୱାଇଜ୍ ଦେର୍ ଇଜ୍ ନୋ ନିଡ୍ ଅଫ୍ ହାଉସହୋଲ୍ଡ ଲାଇଫ୍, ତାହେଲେ ଗୃହ ଜୀବନ କ'ଣ ଆବଶ୍ୟକ ନାହିଁ। ଏ ହେଲା ଏ ଶବ୍ଦ ପାଳନ କରିବେ। ବ୍ରତ ଧାରଣ କରିବା ମାନେ ଦୃଢ଼ ନିଶ୍ଚିତ ହେବା, ପ୍ରତିଜ୍ଞା କରିବା, ଏ କରିବାକୁ ପଡ଼ିବ। ଏଇ ବ୍ରତ ଧାରଣ କରିବା ପାଇଁ ଗଲେ ଏକାଦଶୀ ଆଉ ଦ୍ୱାଦଶୀ ବ୍ରତ ପାଳନ କରିବେ 1 ବର୍ଷ ପର୍ଯ୍ୟନ୍ତ। ବ୍ରତର ଉଦ୍ଦେଶ୍ୟ ଏକାଦଶୀ ଦ୍ୱାଦଶୀ ବ୍ରତ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭଗବାନ କୃଷ୍ଣଙ୍କର ପ୍ରୀତି ବିଧାନ କରିବା। ଇଏ ବ୍ରତର କାମ। ବିଷ୍ଣୁ ବ୍ରତ ଦିବସ, ବ୍ରତ ଦିବସ ପ୍ରତ୍ୟେକ ପାଳନ କରିବା ଉଚିତ। ଏ ଶାସ୍ତ୍ର ନିୟମ ଅଛି, ଏ ଶାସ୍ତ୍ର ନିୟମ ଅଛି। ଏ ବ୍ରତ ପ୍ରତ୍ୟେକ ପାଳନ କରିବା ନିୟମ ଦିଆଯାଇଛି। 5 ବର୍ଷରୁ ପିଲା ଉର୍ଦ୍ଧ୍ୱ ହେଇଗଲା ସେ ପାଳନ କରିବ। 5 ବର୍ଷ କମ୍ ପିଲା ପାଳନ ନ କରିପାରେ। 80 ବର୍ଷ ଯଦି ଉର୍ଦ୍ଧ୍ୱ ହେଇଗଲା ବୃଦ୍ଧ ସେ ପାଳନ ନ କରିପାରେ, କିନ୍ତୁ 80 ବର୍ଷ ପର୍ଯ୍ୟନ୍ତ